ଆସିଗଲା ଆଉ ଏକ ଖୁସି ଖବର। ଯେଉଁମାନେ ପକ୍କା ଘର ପାଇନାହାନ୍ତି ବା ଯେଉଁମାନେ ପିଏମ୍ ଆବାସରେ ଆପ୍ଲାଏ କରିନାହାନ୍ତି ତ ସେମାନଙ୍କ ପାଇଁ ଆସିଗଲା ଖୁସି ଖବର। ମାର୍ଚ୍ଚ 30ରେ ଅନ୍ତୋଦୟ ଗୃହ ଯୋଜନା ଆରମ୍ଭ ହେବାକୁ ଯାଉଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମାର୍ଚ୍ଚ 30 ତାରିଖରେ କଳାହାଣ୍ଡିରେ ଏହି ଯୋଜନାର ଶୁଭାରମ୍ଭ କରିବେ। ତେଣୁ ଆପଣମାନେ ଯଦି ଆବାସ ପ୍ଲସରେ ଆପ୍ଲାଏ କରିନାହାନ୍ତି ତେଣୁ ଆପଣମାନେ ଚାହିଁଲେ ଏଇଥିରେ ବି ଆପ୍ଲାଏ କରିପାରିବେ। ଅନ୍ତୋଦୟ ଗୃହ ଯୋଜନା ଆପ୍ଲାଏ କରିପାରିବେ କୋଠା ଘର ପାଇଁ। ନମସ୍କାର ଦର୍ଶକ ବନ୍ଧୁ, ମୁଁ ଦୀପୁ ଆପଣଙ୍କୁ ଆଉ ଏକ ଭିଡ଼ିଓରେ ସ୍ୱାଗତ ଜଣାଉଛି। ଆଶା କରୁଛି ଆପଣଙ୍କୁ ଏହି ଭିଡ଼ିଓଟି ଭଲ ଲାଗିବ। ଭିଡ଼ିଓକୁ ପୁରା ଦେଖନ୍ତୁ, ପ୍ରଥମରୁ ଶେଷ ପର୍ଯ୍ୟନ୍ତ ଭିଡ଼ିଓକୁ ପୁରା ଦେଖନ୍ତୁ ଆଉ ଭିଡ଼ିଓକୁ ଲାଇକ୍ ସେୟାର କମେଣ୍ଟ କରନ୍ତୁ। ଚାଲନ୍ତୁ ଏବେ ଭିଡ଼ିଓଟିକୁ ଆରମ୍ଭ କରିବା। ଚାଲନ୍ତୁ ଆମେ ସେ ବିଷୟରେ ଆଗ କିଛି ଜାଣିବା। ରାଜ୍ୟ ସରକାର ଏହି ମାସ ଶେଷରେ କଳାହାଣ୍ଡିରୁ ଅନ୍ତୋଦୟ ଗୃହ ଯୋଜନା ଆରମ୍ଭ କରିବେ, ଯାହା ପ୍ରଧାନମନ୍ତ୍ରୀ ଆବାସ ଯୋଜନା PMAY ଅଧୀନରେ ଏପର୍ଯ୍ୟନ୍ତ ଚୟନ ହୋଇନଥିବା ନିମ୍ନ ଆୟକାରୀ ପରିବାରଙ୍କ ପାଇଁ ପ୍ରମୁଖ ଆବାସ ଯୋଜନା। ମାର୍ଚ୍ଚ 30ରେ କଳାହାଣ୍ଡିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଯୋଜନା ଆରମ୍ଭ କରିବେ ବୋଲି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାୟକ ଗୁରୁବାର ମଧ୍ୟସ୍ଥିମାନଙ୍କୁ କହିଛନ୍ତି। ମନ୍ତ୍ରୀ କହିଛନ୍ତି ଯେ ସରକାର ପ୍ରାରମ୍ଭିକ ପର୍ଯ୍ୟାୟରେ ରାଜ୍ୟ ସାରା 50,000 ଅସହାୟ ଲୋକଙ୍କୁ ବାସଗୃହ ସହାୟତା ଯୋଗାଇବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ଯୋଜନାରେ ଗୁରୁତର ରୋଗରେ ପୀଡ଼ିତ, ଭିନ୍ନକ୍ଷମ, ବିଧବା ଏବଂ ପ୍ରାକୃତିକ ବିପର୍ଯ୍ୟୟ, ଅଗ୍ନିକାଣ୍ଡ ଏବଂ ହାତୀ ଆକ୍ରମଣରେ ପ୍ରଭାବିତ ଲୋକଙ୍କୁ ଅନ୍ତର୍ଭୁକ୍ତ କରାଯିବ। ଏହା ସହିତ ଶହୀଦ ଏବଂ ପଦ୍ମ ପୁରସ୍କାର ପ୍ରାପ୍ତ ପରିବାର ଏହି ଯୋଜନାରେ ବାସଗୃହ ସୁବିଧା ପାଇଁ ଯୋଗ୍ୟ ହେବେ, ନାୟକ କହିଛନ୍ତି। ସେ କହିଛନ୍ତି ଯେ ଯୋଜନା ଲାଭ ପାଇବାକୁ ଆଗ୍ରହୀ ବ୍ୟକ୍ତିମାନେ ସରକାରୀ ୱେବସାଇଟରେ ଅନଲାଇନ୍ ଆବେଦନ ପାଇଁ ପଞ୍ଚାୟତ କାର୍ଯ୍ୟାଳୟ କିମ୍ବା ବ୍ଲକ ଉନ୍ନୟନ ଅଧିକାରୀଙ୍କ ସହିତ ଯୋଗାଯୋଗ କରିପାରିବେ। ଆଉ ସହାୟତା ପାଇଁ ହେଲ୍ପଲାଇନ୍ ନମ୍ବରରେ ବି ମଧ୍ୟ ଯୋଗାଯୋଗ କରିପାରିବେ। ରାଜ୍ୟ ସରକାର 2025-26 ବର୍ଷ ପାଇଁ ଏହି ଯୋଜନା ପାଇଁ 2603 କୋଟି ଟଙ୍କାର ବଜେଟ୍ ବ୍ୟବସ୍ଥା କରିଛନ୍ତି, ଯେଉଁଥିରେ ସୁଧ ସବଭେନ୍ସନ୍ ଅନ୍ତର୍ଭୁକ୍ତ। ମନ୍ତ୍ରୀ ଆହୁରି କହିଛନ୍ତି ଯେ PMAY ଅଧୀନରେ ଗୃହ ସହାୟତା ପାଇଁ ଏପର୍ଯ୍ୟନ୍ତ ପ୍ରାୟ 19.5 ଲକ୍ଷ ଲୋକ ପଞ୍ଜୀକରଣ କରିଛନ୍ତି। ମାର୍ଚ୍ଚ 31 ପର୍ଯ୍ୟନ୍ତ ସର୍ଭେ ଜାରି ରହିବ, ତେଣୁ ତାଲିକାରେ ଅଧିକ ଲୋକଙ୍କୁ ସାମିଲ କରାଯିବାର ଆଶା କରାଯାଉଛି। ଗ୍ରାମାଞ୍ଚଳରେ ସୁରକ୍ଷିତ ଆଶ୍ରୟସ୍ଥଳୀ ପାଇଁ ଅନ୍ତୋଦୟ ଗୃହ ଯୋଜନା ପୂରଣ ହେବ, ପକ୍କା ଘର ଆଶା ବିକଶିତ ହେବ ଆମ ଓଡ଼ିଶା। ଏବେ ଚାଲନ୍ତୁ ଜାଣିବା ଏହାର ଗାଇଡ଼ଲାଇନ୍ କ'ଣ। ପଞ୍ଚାୟତିରାଜ ଏଣ୍ଡ ଡ୍ରିଙ୍କିଂ ୱାଟର ଡିପାର୍ଟମେଣ୍ଟ, ଏଟା କେଉଁ ଡେଟ୍ରେ ଆସିଛି ନୋଟିସଟା ଦେଖନ୍ତୁ। 21/2/2025 ଫେବୃଆରୀ 21 ତାରିଖରେ ଆସିଛି। ପ୍ରଥମତଃ ଆପଣ ପାଖରେ କୌଣସି କୋଠା ଘର ନଥିଲେ ଆପଣମାନେ ଆପ୍ଲାଏ କରିପାରିବେ। ଯଦି ଆପଣଙ୍କର ମାଟି ଘର ଅଛି ଆଉ ଛାତ ଘର ନାହିଁ, ଉପର ଛପର ଅଛି, ତ ଆପଣମାନେ ଆପ୍ଲାଏ କରିପାରିବେ। ଏହାର ଏଲିଜିବିଲିଟି କ୍ରାଇଟେରିଆରେ ଦେଖନ୍ତୁ, ଆପଣଙ୍କ ଫ୍ୟାମିଲି ମେମ୍ବରରେ ଯଦି କେହି ହ୍ୟାଣ୍ଡିକ୍ୟାପ୍ ଥିବେ ଆଉ ତାଙ୍କର 40% ଥିବ ତ ଆପଣମାନେ ଆପ୍ଲାଏ କରିଲେ ଆପଣଙ୍କୁ ମିଳିବ। ଆପଣଙ୍କ ଘର ଡ୍ୟାମେଜ୍ ହେଇଥିବ ପ୍ରାକୃତିକ ଏଥିରୁ କିମ୍ବା ଫାୟାର କିମ୍ବା ହାତୀ ଆକ୍ରମଣରେ ଭାଙ୍ଗି ଭୁଙ୍ଗି ଯାଇଥିବ, ତ ଏସବୁ ମେଜର କେସ୍ରେ ଆପଣମାନେ ଘର ଆପ୍ଲାଏ କରିପାରିବେ। ତା ସହିତ ଆପଣ ଯଦି ନଦୀ ଏରିଆରେ ଯଦି ସିଫ୍ଟିଂ ହେଇଥିବେ ତ ଆପଣମାନେ ଆପ୍ଲାଏ କରିପାରିବେ। ଯଦି ଆପଣ କୌଣସି ଜଙ୍ଗଲ ପ୍ରକାର ଏରିଆରେ ଯଦି ସିଫ୍ଟିଂ ହେଇଥିବେ ତ ଆପଣମାନେ ଚାହିଁଲେ ଆପ୍ଲାଏ କରିପାରିବେ। ଆଉ ଆପଣଙ୍କ ଫ୍ୟାମିଲି ଇନକମ୍ 15,000
ଟଙ୍କା ଭିତରେ ହେଇଥିଲେ ଆପଣମାନେ ଆପ୍ଲାଏ କରିପାରିବେ। ତ ଏଇସବୁ ଆର ଇଲିଜିବଲ୍ କ୍ରାଇଟେରିଆ ଅଛି, ଆପଣମାନେ ଭଲସେ ପଢ଼ିବେ। ଆଉ ଗୋଟେ କଥା, ଆପଣମାନେ ଯଦି ଏବେ ପର୍ଯ୍ୟନ୍ତ ବି କୋଠା ଘର ଜମାରୁ ପାଇନାହାନ୍ତି ତ ଆପଣମାନେ ଆପ୍ଲାଏ କରିପାରିବେ। ଆଉ ଆବାସ କ୍ଲୋଜ୍ରେ ଯଦି ଆପଣମାନେ ଆପ୍ଲାଏ କରିକି ବି ଏପର୍ଯ୍ୟନ୍ତ ଆପଣମାନେ ପାଇନାହାନ୍ତି ଘର, ତ ଏଥିରେ ବି ଆପଣ ଏଥିରେ ଆପ୍ଲାଏ କରି ବି ପାଇପାରିବେ। ଏଥିରେ 3ଟି କିସ୍ତିରେ ଆପଣଙ୍କୁ ଟଙ୍କା ମିଳିବ। ପ୍ରଥମ କିସ୍ତିରେ ଆପଣଙ୍କୁ ୱାର୍କର ଅର୍ଡ଼ର ହିସାବରେ 40,000 ଟଙ୍କା ଆସିବ। ଆଉ ସେକେଣ୍ଡ ଇନଷ୍ଟଲମେଣ୍ଟରେ ଆପଣଙ୍କର ଯେଉଁ ଛାତ୍ର ଲେବୁଲ୍ ପର୍ଯ୍ୟନ୍ତ ହେଲେ ଆପଣଙ୍କୁ 65,000 ଟଙ୍କା ଆସିବ। ଆଉ ଥାର୍ଡ ଇନଷ୍ଟଲମେଣ୍ଟରେ ଆପଣଙ୍କର କମ୍ପ୍ଲିଟ୍ ହେଇଗଲା ପରେ ଘରଟା 15,000 ଟଙ୍କା ମିଳିବ। ଟୋଟାଲ୍ 1,20,000 ଟଙ୍କା ଆପଣଙ୍କୁ ମିଳିବ। ଆଉ ଆପଣମାନେ ଯଦି 4 ମାସ ପୂର୍ବରୁ ଘରଟାକୁ କମ୍ପ୍ଲିଟ୍ କରିପାରୁଛନ୍ତି ତ ଆପଣଙ୍କୁ 20,000 ଟଙ୍କା ଇନସେଣ୍ଟିଭ୍ ପଇସାଟା ମିଳିବ। ଯଦି 4 ମାସ ପୂର୍ବରୁ ଘରଟା କମ୍ପ୍ଲିଟ୍ କରିବେ ତ 20,000 ଟଙ୍କା ଏକ୍ସଟ୍ରା ପାଇବେ, ନହେଲେ ଆପଣଙ୍କୁ ଏଇ 20,000 ଟଙ୍କା ମିଳିବ ନାହିଁ। ଯଦି ଆପଣମାନେ 4 ମାସ ପୂର୍ବରୁ କମ୍ପ୍ଲିଟ୍ କରିପାରୁନାହାନ୍ତି ତ ଆପଣମାନଙ୍କୁ ଆହୁରି ବି 2 ମାସ ଏକ୍ସଟ୍ରା ଟାଇମ୍ ଦିଆହେଉଛି। ଆପଣମାନେ 6 ମାସ ପୂର୍ବରୁ ଯଦି ଘରଟା କମ୍ପ୍ଲିଟ୍ କରିବେ ତ ଆପଣ 10,000 ପାଇବେ। ଯଦି 4 ମାସ ପୂର୍ବରୁ କମ୍ପ୍ଲିଟ୍ କରିବେ ତ 20,000 ପାଇବେ। ଯଦି 6 ମାସ ପୂର୍ବରୁ କମ୍ପ୍ଲିଟ୍ କରିବେ ତ ଆପଣମାନେ 10,000 ପାଇପାରିବେ। ଆପଣମାନେ ପୁରା ଏଇ ଗାଇଡ଼ଲାଇନଟାକୁ ପଢ଼ନ୍ତୁ, ପଢ଼ିକି ତ ଆପଣମାନେ ଆପ୍ଲାଏ କରିପାରିବେ। ଏବେ ଚାଲନ୍ତୁ ୟାର ଫର୍ମଟା କେମିତି ଆପଣମାନେ ଫିଲ୍ଅପ୍ କରିବେ, ଚାଲନ୍ତୁ ଜାଣିବା ସେ ବିଷୟରେ କିଛି। ଆପଣମାନଙ୍କୁ ମୁଁ ଏହାର ଡାଇରେକ୍ଟ ଲିଙ୍କ୍ ଆମ ଡିସ୍କ୍ରିପ୍ସନ୍ ବକ୍ସରେ ଦେଇଦେବି। ତ ଆପଣମାନେ ଚାହିଁଲେ ଏହାର ଫର୍ମଟାକୁ ଡାଉନଲୋଡ଼୍ କରିପାରିବେ, ଆଉ ଗାଇଡ଼ଲାଇନଟାକୁ ବି ଆପଣମାନେ ଡାଉନଲୋଡ଼୍ କରି ଜାଣିପାରିବେ। ଚାଲନ୍ତୁ ଫର୍ମ କେମିତି ଫିଲ୍ଅପ୍ ହେବ ଜାଣିବା। ଆବେଦନକାରୀଙ୍କ ନାମ ଆଧାର ଅନୁଯାୟୀ ତ ଆପଣମାନେ ଏଠି ନାମ ଦେବେ, ଆଧାର କାର୍ଡ଼ର ଅନୁଯାୟୀ ଆପଣଙ୍କ ନାମ ଯାହା ବି ଆପଣ ଦେଇପାରିବେ। ପିତା ସ୍ୱାମୀଙ୍କ ନାମ ଆଧାର ଅନୁଯାୟୀ ତ ଆଧାର କାର୍ଡ଼ରେ ସ୍ୱାମୀଙ୍କ ନାମ କି ପିତାଙ୍କ ନାମ ଯାହାଙ୍କ ନାମ ତ ଆପଣମାନେ ଦେଇପାରିବେ। ଗ୍ରାମ 3 ନମ୍ବର ଗ୍ରାମ ଦିଅନ୍ତୁ, 4 ନମ୍ବର ଗ୍ରାମ ପଞ୍ଚାୟତ ଦିଅନ୍ତୁ, 5 ନମ୍ବରରେ ବ୍ଲକ ଦିଅନ୍ତୁ, 6 ନମ୍ବରରେ ଜିଲ୍ଲା ଦିଅନ୍ତୁ, ଆଉ 7 ନମ୍ବର ନିଜର ଆଧାର କାର୍ଡ଼ ନମ୍ବରଟାକୁ ଦିଅନ୍ତୁ, 8 ନମ୍ବରରେ ମୋବାଇଲ ନମ୍ବରଟାକୁ ଦିଅନ୍ତୁ, 9 ନମ୍ବରରେ ଆପଣଙ୍କର ଲିଙ୍ଗ ଦିଅନ୍ତୁ, ଆଉ 10 ନମ୍ବରରେ ଆପଣମାନେ କେଉଁ କାଷ୍ଟରେ ବିଲଙ୍ଗ କରୁଛନ୍ତି ଦିଅନ୍ତୁ, 11 ନମ୍ବରରେ 40% ବା ଅଧିକ ଭିନ୍ନକ୍ଷମ ହଁ ବା ନା। ଯଦି 40%ରୁ ଅଧିକ ଭିନ୍ନକ୍ଷମ ଥିବେ ତ ଆପଣମାନେ ହଁ କରିବେ, ନହେଲେ ନା ଲେଖିବେ। ଜନ୍ମ ତାରିଖ, ଦିନ, ମାସ, ବର୍ଷ ହିସାବରେ ଦିଅନ୍ତୁ। 13 ନମ୍ବରରେ ବୟସ ଦିଅନ୍ତୁ। 14 ନମ୍ବରରେ ବ୍ୟାଙ୍କର ନାମ ଦିଅନ୍ତୁ। 15 ନମ୍ବରରେ ଶାଖା ଓ IFSC କୋଡ଼୍ ଦିଅନ୍ତୁ। 16 ନମ୍ବରରେ ଜମାଖାତାର ନମ୍ବର ଦିଅନ୍ତୁ। ତାପରେ ଆବେଦନକାରୀଙ୍କ ଦସ୍ତଖତ ଏଠି ଦିଅନ୍ତୁ। ତାରିଖଟା ଦିଅନ୍ତୁ, ଯେଉଁ ଡେଟ୍ରେ ଫର୍ମଟା ଭରିକି ଦାଖଲ କରିବେ ସେଇ ଡେଟ୍ଟା ଦିଅନ୍ତୁ। ତାପରେ ଘୋଷଣାନାମା 1 ନମ୍ବର ପ୍ରାକୃତିକ କିମ୍ବା ମନୁଷ୍ୟକୃତ ବିପର୍ଯ୍ୟୟ ଅଥବା ହାତୀ ଉପଦ୍ରବ ସମ୍ପୂର୍ଣ୍ଣ ଭୀଷଣ ଭାବରେ ପ୍ରଭାବିତ ପରିବାର ଯଦି ଆପଣ ଥିବେ ତ ଟିକ୍ କରିବେ। ତାପରେ 2 ନମ୍ବରରେ ସରକାରୀ ଉପକ୍ରମ ନିମନ୍ତେ ସ୍ଥାନାନ୍ତରଣ ଆବଶ୍ୟକ କରୁଥିବା ସଂରକ୍ଷିତ ଅଞ୍ଚଳରେ ବସବାସ କରୁଥିବା ପରିବାର ଯଦି ଥିବେ ଟିକ୍ କରିବେ। 3 ନମ୍ବରରେ ମୁଖ୍ୟ ଉତ୍ପାଦନକାରୀ ଅତି କମରେ 40% ଶାରୀରିକ ଭିନ୍ନକ୍ଷମ ଥିବା ପରିବାର, ଯଦି 40% ଉପରେ ଥିବେ ତ ଏଇ ବକ୍ସରେ ଟିକ୍ କରିବେ। 4 ନମ୍ବର ନାବାଳକ ସନ୍ତାନ ଥିବା ବିଧବା ମହିଳା ଯଦି ଥିବେ ତ ବକ୍ସରେ ଟିକ୍ କରିବେ। 5 ନମ୍ବର ପରିବାରର ମୁଖ୍ୟ ନିମ୍ନଲିଖିତ ଗୁରୁତର ରୋଗରେ ଆକ୍ରାନ୍ତ ଥିବା ପରିବାର, କ୍ୟାନ୍ସର, COPD, ଫୁସଫୁସ ରୋଗ କୁହନ୍ତି। ତ ଆପଣମାନେ ୟା ଭିତରୁ ଯେକୌଣସି ରୋଗରେ ଯଦି ଥିବେ ତ ଆପଣମାନେ ସେ ବକ୍ସରେ ଟିକ୍ କରିବେ, ନହେଲେ ନାହିଁ।
ତାପରେ କୁଷ୍ଠ ରୋଗରୁ ମୁକ୍ତ ଯଦି ହେଇଥିବେ ଟିକ୍ କରିବେ। ମୁକ୍ତ ଗୋଟି ଶ୍ରମିକ ଥିବେ ତା ଟିକ୍ କରିବେ। ଶହୀଦ ପରିବାର ଯଦି ଥିବେ ଟିକ୍ କରିବେ। ଜାତୀୟ ପୁରସ୍କାର ଯଦି ପ୍ରାପ୍ତ କରିଥିବେ ତ ଏ ବର୍ଷ ଟିକ୍ କରିବେ। ଜାତୀୟ ଏବଂ ଆନ୍ତର୍ଜାତିକ ସ୍ତରରେ ଯଦି କ୍ରୀଡ଼ାବିତ ତ ଏ ବର୍ଷ ଟିକ୍ କରିବେ। ଜଙ୍ଗଲ ଅଧିକାର ଆଇନ FRI ହିତାଧିକାରୀ ହେଇଥିବେ ଟିକ୍ କରିବେ। ତୁରନ୍ତ ଗୃହ ଆବଶ୍ୟକ କରୁଥିବା ପରିବାର ଯଦି ଆପଣଙ୍କର ତୁରନ୍ତ ଘର ନାହିଁ ଆପଣ ତୁରନ୍ତ ଘର ଚାହୁଁଥିବେ ତ ଏଇ ବକ୍ସରେ ଟିକ୍ କରିବେ। ତାପରେ ଦାଖଲ କରୁଥିବା ଆବଶ୍ୟକତା କାଗଜପତ୍ର ତ ଆଧାର କାର୍ଡ଼ର ଫଟୋକପି ଲାଗିବ। ଜମି ପଟ୍ଟାର ନକଲ ଲାଗିବ। ବ୍ୟାଙ୍କ ଜମାଖାତାର ପ୍ରଥମ ପୃଷ୍ଠାର ବିବରଣୀ ଲାଗିବ। ଜାତିଗତ ପ୍ରମାଣପତ୍ର ଜେରକ୍ସ ଲାଗିବ। ଭିନ୍ନକ୍ଷମର ପ୍ରମାଣପତ୍ର ଲାଗିବ। ସମ୍ପୃକ୍ତ ଚିକିତ୍ସା ଅଧିକାରୀଙ୍କ ଦ୍ୱାରା ପ୍ରଦତ୍ତ ରିପୋର୍ଟ ସେଟା ଲାଗିବ। ମୁକ୍ତ ଗୋଟି ଶ୍ରମିକ ସାର୍ଟିଫିକେଟ୍ ଜାତୀୟ ଆନ୍ତର୍ଜାତିକ କ୍ରୀଡ଼ାରେ ଅଂଶଗ୍ରହଣ ଯଦି କରିଥିବେ ତ ସେ ସାର୍ଟିଫିକେଟ୍ ଲାଗିବ। ଜାତୀୟ ପୁରସ୍କାର ପ୍ରାପ୍ତି ଯଦି ସାର୍ଟିଫିକେଟ୍ ଥିବ ତ ସେଟା ଲାଗିବ। ଅନ୍ୟାନ୍ୟ ସାର୍ଟିଫିକେଟ୍ ତାହେଲେ ଦେଇପାରିବେ। ତାପରେ ପୁନର୍ବାର ଘୋଷଣା କରୁଛି ଯେ ମୋର କୌଣସି ସ୍ଥାନରେ ପକ୍କା ଘର ନାହିଁ ଆଉ ମୁଁ ଅନ୍ୟ କୌଣସି ସରକାର ଗ୍ରାମୀଣ ଗୃହ ନିର୍ମାଣ ଯୋଜନାରୁ ପୂର୍ବରୁ ସହାୟତା ରାଶି ପାଇନାହିଁ। ମୁଁ କିମ୍ବା ମୋ ପରିବାରର କୌଣସି ସଦସ୍ୟ ସରକାରୀ ଉଦ୍ୟୋଗ ବୈଧାନିକ ଅନୁଷ୍ଠାନ ନିୟମିତ କିମ୍ବା ପେନ୍ସନ୍ ଭୋଗୀ କର୍ମଚାରୀ ନୁହନ୍ତି। ଏସବୁ ପଢ଼ିବେ। ତାପରେ ଏଠି ଆପଣମାନେ ମୋ ପାଖରେ ଆପଣଙ୍କ ନାମଟା ଲେଖିବେ ଆଉ ତାରିଖ ଦେବେ। ତାପରେ ଏଠି ଦସ୍ତଖତ କରିବେ। ଦସ୍ତଖତ କରିସାରିଲା ପରେ ପୁଣି ଏଠି ଆଉ ଗୋଟେ ଦସ୍ତଖତ କରିବେ। ତାପରେ ତାରିଖ ଦେବେ। ଆପଣମାନେ ଚାହିଁଲେ ସୁପାରିଶ ମାଧ୍ୟମରେ କରିପାରିବେ। ସାଂସଦ କିମ୍ବା ବିଧାୟକ ତ ଆପଣମାନେ ଏମାନଙ୍କର ସୁପାରିଶ ମଧ୍ୟ ନେଇପାରିବେ। ତାପରେ ତାଙ୍କର ଷ୍ଟାମ୍ପ କିମ୍ବା ତାଙ୍କ ଦସ୍ତଖତ ତାଙ୍କ ମାରିପାରିବେ। ତାରିଖ ସେମାନେ ପକାଇଦେବେ। ନାମ ସ୍ୱାକ୍ଷର ପଦବୀ ତାରିଖ ତ ଏସବୁ ଆପଣମାନେ ଯେଉଁଠି ଦାଖଲ କରିବେ ସେମାନେ ଏଇଟାକୁ ସେମାନେ ଫିଲ୍ଅପ୍ କରିବେ ତ ଆପଣଙ୍କ ଫିଲ୍ଅପ୍ କରିବେ ନାହିଁ। ତ ଆପଣମାନେ ଏଟାକୁ ନିଜ ବ୍ଲକ୍ କିମ୍ବା ପଞ୍ଚାୟତ ଅଫିସରେ ଯୋଗାଯୋଗ କରିକି ସେଠି ନେଇକି ଦାଖଲ କରିପାରିବେ। ତ ଏମିତି ଏହାର ଫର୍ମଟା ଫିଲ୍ଅପ୍ ହୁଏ। ଆଜି ଆମେ ଜାଣିଲେ ଅନ୍ତୋଦୟ ଗୃହ ଯୋଜନାର ଫର୍ମ କେମିତି ଫିଲ୍ଅପ୍ କରିବେ ଆଉ ତା'ର ଗାଇଡ଼ଲାଇନ୍ ଆଉ ଏଲିଜିବିଲିଟି କ୍ରାଇଟେରିଆ କ'ଣ ସବୁ ଅଛି ଆଜି ଆମେ ଜାଣିଲେ। ତ ଆପଣଙ୍କୁ ବି ମୁଁ ଏହାର ଡାଇରେକ୍ଟ ଲିଙ୍କ୍ ଦେଇଦେବି ତ ଆପଣ ଯାଇକି ବି ଆଉ ଥରେ ଦେଖିପାରିବେ। ମାର୍ଚ୍ଚ 30ରେ ଏହାର ଶୁଭାରମ୍ଭ ହେବ କଳାହାଣ୍ଡିରୁ ଠାରେ ମୁଖ୍ୟମନ୍ତ୍ରୀ ମହେନ୍ଦ୍ର ଚରଣ ମାଝୀ ଏହାର ଶୁଭାରମ୍ଭ କରିବେ। ତ ଆପଣମାନେ ଯଦି କୋଠାଘର ପାଇଁ ଆପ୍ଲାଏ କରିଛନ୍ତି ଆଉ ପାଇନାହାନ୍ତି ଆଉ ଆପଣମାନେ ପାଇବା ପାଇଁ ଯୋଗ୍ୟ ତ ଆପଣମାନେ ଆପ୍ଲାଏ କରନ୍ତୁ। ଆଶା କରୁଛି ଆପଣମାନଙ୍କୁ এই ভিডিওটি ଭଲ ଲାଗିଥିବ। ଯଦି ଆପଣମାନଙ୍କୁ এই ଭିଡ଼ିଓଟି ଭଲ ଲାଗୁଛି ତ ଆପଣମାନେ এই ଭିଡ଼ିଓକୁ ଲାଇକ୍ ସେୟାର କମେଣ୍ଟ କରନ୍ତୁ। ଆଉ ପ୍ରଥମ ଥର ଆମ ଚ୍ୟାନେଲକୁ ଆସିଥିଲେ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ଧନ୍ୟବାଦ।